1914। ଅଧିକରୁ ଅଧିକ ମୋର ସ୍ପଷ୍ଟ ବୋଧ ହେଉଛି ଯେ ଆମ୍ଭେମାନେ କର୍ମର ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛୁ ଯେଉଁଠି ଅତୀତ ପ୍ରୟାସର ଫଳ ଦେଖା ଦେଇଥାଏ। ଏହା ଏପରି ଏକ ପର୍ଯ୍ୟାୟ ଯେତେବେଳେ ଆମେ ତୋର ବିଧାନ ଅନୁସାରେ ସେହି ଅନୁପାତରେ କର୍ମ କରିପାରୁ, ଯେଉଁ ଅନୁପାତରେ ଏହା ଆମ ସତ୍ତାକୁ ଅଧିକାର କରିନିଏ। ଯଦିଓ ହୁଏତ ସଚେତନ ଭାବେ ତାହାକୁ ବୁଝିବାକୁ ଆମର ଅବକାଶ ନଥାଏ। ଆଜି ପ୍ରାତଃକାଳରେ ଏକ ଦ୍ରୁତ ଅନୁଭୂତି ଭିତରେ ଗଭୀରରୁ ଗଭୀରତର ଆଡ଼କୁ ଅଗ୍ରସର ହେଲାବେଳେ ଯେପରି ସର୍ବଦା ହୋଇଥାଏ, ଆହୁରି ଥରେ ତୋ ଚେତନା ସଙ୍ଗେ ମୋ ଚେତନା ଏକୀଭୂତ ହୋଇଗଲା। ମୁଁ ତୋ ମଧ୍ୟରେ ରହିଗଲି, ଅର୍ଥାତ୍ କେବଳ ତୁ ହିଁ ରହିଗଲୁ। କିନ୍ତୁ ହଠାତ୍ ତୋର ଇଚ୍ଛା ମୋ ଚେତନାକୁ ବାହାରକୁ ଟାଣି ଆଣିଲା ଯେଉଁ କର୍ମ କରିବାକୁ ହେବ ସେହି ଆଡ଼କୁ। ଆଉ ତୁ ମୋତେ କହିଲୁ, ତୁ ସେଇ ଯନ୍ତ୍ର ହୋଇଯା ଯାହା ମୋର ପ୍ରୟୋଜନ। ଏହା କ'ଣ ତେବେ ସେହି ଅନ୍ତିମ ତ୍ୟାଗ ନୁହେଁ? ତୋ ସଙ୍ଗେ ଏକତ୍ୱର ତ୍ୟାଗ, ସେହି ମଧୁର ବିଶୁଦ୍ଧ ଆନନ୍ଦର ତ୍ୟାଗ, ଯାହା ଆସେ ତୋ ସଙ୍ଗେ ମୋର କୌଣସି ପାର୍ଥକ୍ୟ ନ ରଖିବା ଫଳରେ ଓ ପ୍ରତ୍ୟେକ ମୁହୂର୍ତ୍ତରେ ଏହି ଜ୍ଞାନ ରଖିବା ଫଳରେ। ବୁଦ୍ଧିଗତ ଜ୍ଞାନ ନୁହେଁ, କିନ୍ତୁ ଏକ ଅଖଣ୍ଡ ଅନୁଭୂତି ଦ୍ୱାରା ଯେ ତୁ ହିଁ ଏକମାତ୍ର ସତ୍ବସ୍ତୁ, ଆଉ ସବୁକିଛି ହିଁ ବାହ୍ୟିକ ମୂର୍ତ୍ତି, ମାୟାରୂପ। ବାହ୍ୟ ସତ୍ତା ଏକ ଅନୁଗତ ସେବକ ହୋଇ ଉଠୁ। ଯେଉଁ ଇଚ୍ଛାଶକ୍ତି ତାକୁ ଚଳାଏ, ସେ ସମ୍ବନ୍ଧରେ ତାର ସଚେତନ ହେବାର ପ୍ରୟୋଜନ ନାହିଁ। ଏହା ନିଃସନ୍ଦେହରେ ମାନିନେଲି। କିନ୍ତୁ ଏଥିପାଇଁ ମୋତେ କାହିଁକି ସେହି ଯନ୍ତ୍ର ସଙ୍ଗେ ସମ୍ପୂର୍ଣ୍ଣ ଏକୀଭୂତ ହୋଇଯିବାକୁ ହେବ? ବରଂ ଏହି ମୁଁ ତୋ ସଙ୍ଗେ କାହିଁକି ଏକ ହୋଇଯାଏ ନାହିଁ, ତୋର ପୂର୍ଣ୍ଣ ପରାଚେତନାର ଜୀବନ ଲାଭ କରେ ନାହିଁ? ମୁଁ ଏହି ପ୍ରଶ୍ନ କରୁଛି ଅବଶ୍ୟ, କିନ୍ତୁ ସେଥିପାଇଁ ମୋର କୌଣସି ଚିନ୍ତା ନାହିଁ। ମୁଁ ଜାଣେ ସବୁ କିଛି ହେଉଛି ତୋ ଅନୁସାରେ, ତୋ ଇଚ୍ଛା ଅନୁସାରେ। ତେଣୁ ଶୁଦ୍ଧ ଚିତ୍ତରେ ତୋତେ ଆରାଧନା କରୁଛି। ତୋର ଇଚ୍ଛା ନିକଟରେ ପରମ ଆନନ୍ଦରେ ନିଜକୁ ଛାଡ଼ି ଦେଇଛୁ। ହେ ଭଗବାନ, ତୁ ମୋତେ ଯାହା ହେବାକୁ ଚାହୁଁ ମୁଁ ତାହା ହିଁ ହେବି। ସଚେତନ ହୁଏ ବା ଅଚେତନ ହୁଏ, ଶରୀର ପରି କେବଳ ଯନ୍ତ୍ରଟିଏ ହୁଏ, ବା ତୋର ପରାଚେତନା ପରି ହୁଏ, କି ମଧୁର କି ଶାନ୍ତିମୟ ଆନନ୍ଦ ମୋର ହୁଏ, ଯେତେବେଳେ ମୁଁ କହିପାରେ ସବୁ କିଛି ଭଲ, ଯେତେବେଳେ ବୋଧ କରେ ଯେ ତୁ ଜଗତର ସମସ୍ତ ଉପାଦାନ ଭିତରେ ଯେଉଁମାନେ ଯେଉଁଠି ତୋର ବାହନ ହେବାକୁ ପ୍ରସ୍ତୁତ, ସେମାନଙ୍କ ଭିତରେ ଦେଇ କାମ କରିଚାଲିଛୁ। ତୁ ସକଳ ଏକଛତ୍ର ଅଧୀଶ୍ୱର, ତୁ ଅଗମ୍ୟ, ଅଜ୍ଞେୟ, ଶାଶ୍ୱତ, ପରାତ୍ପର ସଦ୍ବସ୍ତୁ। ହେ ଅନୁପମ ଏକତ୍ୱ, ତୋ ଭିତରେ ମୁଁ ଲୀନ ହୋଇଯାଇଛି। ତୋ ଭିତରେ ମୁଁ ଲୀନ ହୋଇଯାଇଛି। ମା।